फाइनाली ମୁଁ ପଳାଇ ଆସିଲି ମୋ ବାପା ଘରକୁ। ହାय ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ। ଆଶା କରୁଛି ସମସ୍ତେ ଭଲରେ ଥିବା। ମୁଁ ତ ବହୁତ ହି ଭଲରେ ଅଛି। ଆପଣମାନେ ଆପଣଙ୍କ ଶାଶୁ ଘରେ ଯେତେ ବି ଭଲରେ ଥାଆନ୍ତୁ ନା କାହିଁକି, ବାପ ଘର ସୁଖ କେବେ ବି ଶାଶୁ ଘରେ ମିଳେନି। ତ ସକାଳୁ ଉଠିକି କାମ ସାରିକି ମୁଁ ପଳାଇ ଆସିଲି ଏପଟକୁ ମୋ ମାମୁଙ୍କ ଘରକୁ। ଆଉ ଏପଟେ ଟିକେ ଅଜାଆଈଙ୍କ ସହିତ ଦେଖା କରିଦେଲି। ଆଉ ହଁ, ମୋ ଆଈ ଜାଣିଛନ୍ତି ବହୁତ ସାରା ଗାଈ ରଖିଛନ୍ତି, ଯେଉଁଟାକି ବହୁତ ବଡ଼ ପୁଣ୍ୟର କାମ। ଆଉ ଇଏ ହେଉଛନ୍ତି ମୋ ମାଇଁ। ଆଉ ମୋ ୟାସି ମାମା ତ ମୋ ମାଇଁଙ୍କ ପାଖରେ ପୁରା ଗେହ୍ଲି, ଆଉ କହିବ କି ଇଏ ହେଲା ମୋ ମାଇଁ। ମୁଁ ଯାହା ମାଇଁଙ୍କୁ ଡାକିବି, ଆଈଙ୍କୁ ଡାକିବି, ଅଜାଙ୍କୁ ଡାକିବି, ସିଏ ବି ସମସ୍ତଙ୍କୁ ସେୟା ହିଁ ଡାକିଛି। ଏଇ ଘରେ ମୁଁ ଛୋଟରୁ ବଡ଼ ହେଇଥିଲି। ଏବେ ମୋ ଝିଅ ଏବେ ଛୋଟରୁ ବଡ଼ ହେଉଛି। ତ ମୋତେ ତାକୁ ଦେଖିଲେ ନା ମୋ ଛୋଟବେଳ କଥା ମନେ ପଡ଼ିଯାଏ। ତ ଯାହା ବି ହେଉ ଏଠି ସବୁ କାମ ସରିଗଲା। ଆଉ ମାଇଁଙ୍କୁ ଟିକେ ଗେଲ କରିକି ଛୁଆମାନେ ଆମେ ସବୁ ପଳାଇ ଆସିଲୁ। ଆସିଲା ବେଳକୁ ମାମା ବହୁତ ବଢ଼ିଆ ବଢ଼ିଆ ଖାଇବା କରିଦେଇଥିଲେ। ସବୁ ମୋର ପ୍ରିୟ ଲିମ୍ବ କଢ଼, ଶାଗ ଭଜା, ପକୋଡ଼ି, ଆଉ ମାଇଁ ଦେଇଥିଲେ ପଣସ ମସଲା ଦିଆ ଭଜା। ଖାଇସାରିକି ରେଷ୍ଟ ନେଇଗଲୁ। ତାପରେ ଏବେ ଯେହେତୁ ଆମ ଗାଁରେ ଦଣ୍ଡଯାତ୍ରା, ଦଣ୍ଡ ବୁଲିବା ପାଇଁ ଗାଁ ସାରା ଆସିଥିଲେ। ଏଠି ଛୁଆମାନେ ଗୁହାରିଆ ପଡ଼ିଥିଲେ। ୟାସି ମା ତ ଡରିକି ପଡ଼ିଲାନି, ଠିଆ ହେଇଯାଇଥିଲା। ତ ଏଠି ଏଇ ପଣା ଟାଇମ୍ରେ ବହୁତ ହି ବଢ଼ିଆ ଲାଗେ, ଆଉ ଡର ବି ଲାଗେ। ତ କାଲି ଭିଡ଼ିଓରେ ମୁଁ ଆପଣମାନଙ୍କୁ ସବୁ ପଣାର ଭିଡ଼ିଓ ଗୁରା ଦେଖେଇବି। ତ ଏଠୁ କାମ ସରିଲା ପରେ ଏଠି ଟିକେ ବାହାରେ ବସିକି ସମସ୍ତେ ଗପସପ୍ କରୁଥିଲୁ। ସରିଲା ପରେ ମୋ ମାମୁଙ୍କ ଝିଅର ଆଗକୁ ବର୍ଥଡ଼େ ଅଛି, ତ ଆମେ ଦୁଇ ଜଣ ପଳାଇଥିଲୁ ସପିଂ କରିବା ପାଇଁ। ଆମ ସହିତ ଆମ ଗୁନୁରି ବି ଯାଇଥିଲା। ଆଉ ଗୁନୁ ଯିବ ପୁଣି ସିଏ ତା ପାଇଁ ଡ୍ରେସ୍ ଆଣିବନି, ସେଇଟା ତ ଜମା ବି ହେବନି। ତ ବହୁତ ସାରା ସପିଂ କରିଦେଲୁ। ତାପରେ ପଳାଇ ଆସିଲୁ ଘରକୁ। ଆଉ ହଁ, ମୋ ପାଇଁ ଏଠି ମୁଁ ଗୋଟେ ଶ୍ରୀଲେଦରରୁ ପର୍ସ ଆଣିଦେଲି। ତ କେମିତି ଲାଗୁଛି ସବୁ ଜିନିଷ ମୋତେ କମେଣ୍ଟରେ ଜଣାଇବେ। ଏଠି ଆସିଲା ପରେ ସମସ୍ତେ ଦେଖିଦେଲେ, ସମସ୍ତଙ୍କୁ ବି ବହୁତ ଭଲ ଲାଗିଲା ସବୁ। ଆଉ ଏଠିକି ଯେହେତୁ ଆସିଛି, ମୁଁ ଭାବିଲି ଟିକେ ମେହେନ୍ଦି କରିଦେବି, କାରଣ ମୋତେ ମେହେନ୍ଦି କରିବା ବହୁତ ହି ପସନ୍ଦ। ତ ଆଜି ପାଇଁ ଏତିକି। କାଲି ଦେଖାହେବା ଆଉ ଗୋଟେ ବଢ଼ିଆ ଭିଡ଼ିଓରେ, ଯେଉଁଟାକି ପଣାର ସ୍ପେଶାଲ୍ ଭିଡ଼ିଓ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।